ओं नमो भगवते वासुदेवाय। श्रीमद्भागवत नवम स्कंध ऊनविंश अध्याय। शुक उवाच जजाति बसी एक दिने ज्ञान प्रकाशिला ता मने देवजानीर मेले थाई बोलई तार मुख चाही सुन सुंदरी तो अधीन विषय रसे मोर मन पशिला काम अंधकारे भास्कर जेन्हे तम घोरे सुन भार्गवी मोर कथा पूर्वे जे इतिहास गाथा कहन्ति तत्व ज्ञानी जने ग्राम्य भोग को निंदी मने से कथा कहू तोर आगे जेवा विषय अनुरागे छाग छागिए एक दिने चरिबा अर्थे गले बने छागी जे जल पान अर्थे कूपे पड़िला अनायते स्वभावे कामी छाग जाति तार उद्धारे कलामती केबे हे उद्धारी न पारे निराशे गला निज पुरे से बने वृद्ध छागे थिला कूपे से छागी की देखिला विषाण अग्रे ताऊ धरी कूले स्थापिला जत्न करी से छागी कूपरु आइला छागरे अभिलाष कला से छाग तार संग मेले रमण करे अति भोले दिवार जनी न जानई निरते तार संगे थाई तथापि न लभिला तृप्ति अग्निरे जेन्हे घृताहुति अन्यान्य छागी काम बसे मिलिले से ही छाग पासे स्थूल शरीर श्मश्रु मुख रेत से चने अति दक्ष बलिष्ठ देखी सर्वछागी ताहार प्रति अनुरागी से एक पुरुष जे छाग कला छागी की अनुराग होइण काम ग्रह ग्रस्त छागीक संगे हेला मत जे छागी कूपे पड़ी थिला देखी निजर अवहेला कामी छाग को कला त्याग ता प्रति होइण विराग सत्वरे छागी गला चली छाग जे पकाइबो बाली ताहार पछे गोड़ाइला पथे छागी को न भेटिला छागर अधिस्वामी घरे से दुहे मिलिले सत्वरे छागर लंबित वृषण ब्राह्मणे कले कछेदन से कथा तत्व ज्ञानी जने कामर भोग स्मरी मने ताहार वृषण कुनेले पुणी ता देहे लगाइले से कथा कहू तोर आगे जेबा विषय अनुरागे से छागी छागर सहिते विषय भोगे
ଦିନା କେତେ କାଟିଲା ଆପଣା ଇଚ୍ଛାରେ ତେବେ ସନ୍ତୋଷ ନୁହେଁ ଥରେ। ହରି ହରି ବୋଲ। ସେ ଛାଗ ପ୍ରାୟ ତୋର ସଙ୍ଗେ ମୁହିଁ ବୁଡ଼ିଲି ପ୍ରେମ ରଙ୍ଗେ ତୋହର ମାୟାରେ ମୋହିତ ହୋଇ ନ ଜାଣେ ମୋର ହିତ ଶପଥ ଦ୍ୱୀପେ ରାଜା ହୋଇ ଅଜ୍ଞାନେ ବଞ୍ଚାଇଲି ଦେହି ଭୂମିରେ ଯେତେ ଶସ୍ୟ ଥାନ୍ତି ସୁବର୍ଣ୍ଣେ ସ୍ତ୍ରୀ ପଶୁ ଜାତି ଯେ ପ୍ରାଣୀ କାମ ବଶ ହୋଇ ଏସବୁ ତାକୁ ନଅଣ୍ଟଇ କାମୀ ପୁରୁଷଙ୍କର ମନ କେବେ ହେ ନୋହେ ସଂଯମନ ନିତ୍ୟର ମନ୍ତି କାମ ଭୋଗେ ଅଗ୍ନି ଯେ ସନେ ଘୃତ ଯୋଗେ ସକଳ ଭୂତ ସଙ୍ଗ ଛାଡ଼ି ଯେ ଆତ୍ମା ଭାବେ ସୁଖେ ବୁଡ଼ି ଆତ୍ମାକୁ ଦେଖେ ସର୍ବଦେହେ ତା ସର୍ବଦିଗ ସୁଖମୟେ ଦୁର୍ଜନ ଜନଙ୍କର ମତି ତୃଷ୍ଣାଙ୍କୁ ଛାଡ଼ି ନ ପାରନ୍ତି ଯେ କରିପାରେ ସର୍ବଭକ୍ଷ ତୃଷ୍ଣା ମାରଣେ ନୋହେ ଦକ୍ଷ ମାତା ଭଗିନୀ କନ୍ୟା ମେଳେ କେବେ ହେ ନଥିବ ନିରୋଳେ ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ ବଳେ ତାହାକୁ ନାହିଁ ସମ ପଣ୍ଡିତ ଜନ ମନ ହରେ ଏଣୁ କେ ନାରୀ ସଙ୍ଗୁତରେ ଦେଖ ମୁଁ ସହସ୍ର ବରଷେ ନିତ୍ୟର ମିଲି କାମ ବସେ ନିରତେ ବିଷୟ ବସନେ ମନ ରହିଲା ରାତ୍ର ଦିନେ ମୁଁ ଏବେ ତୃଷ୍ଣା ଦୂର କରି କୃଷ୍ଣ ଚରଣେ ମନ ଧରି ନିର୍ମୋହ ହୋଇ ବନସ୍ଥଳେ ରହିବି ପଶୁଗଣ ମେଳେ ଦୁଷ୍ଟ ଶ୍ରୁତକୁ ମିଥ୍ୟା କରି ଧ୍ୟାନେ ସମ୍ଭାଷି ନର ହରି ଯେ ନୋହେ ଆତ୍ମାର ବିନାଶୀ ତାହାକୁ କହି ଆତ୍ମଦର୍ଶୀ ହେମନ୍ତ ପ୍ରିୟା ଆଗେ କହି ପୁରୁକୁ ସମୀପେ ବସାଇ ତାର ବୟସ ତାକୁ ଦେଲା ବୃଦ୍ଧ ଶରୀର ଆବୋରିଲା ପୁରୁକୁ ରାଜ୍ୟ କଲା ରାଜା ଭଲେ ପାଳିବ ଜନ ପ୍ରଜା ଦ୍ରିହୁକୁ ପୂର୍ବ ଦିଗ ଦେଲା ଅନୁକୁ ଉତ୍ତରେ ସ୍ଥାପିଲା ଯଦୁକୁ ଦକ୍ଷିଣେ ବସାଇ ପଶ୍ଚିମ ତୁର୍ବର୍ଷକୁ ଦେଇ ଏମନ୍ତେ ରାଜ୍ୟ ବାଣ୍ଟି ଦେଇ ପୁତ୍ରଙ୍କୁ ପ୍ରିୟ ବାକ୍ୟ କହି ଆନନ୍ଦ ଦେଇ ସର୍ବମନେ ତକ୍ଷଣେ ପଶିଲା ଅରଣ୍যେ ଆତ୍ମାରେ ଆତ୍ମା ଧ୍ୟାନ କରି ଯୋଗ ଅଭ୍ୟାସେ ମନ ଧରି ପରମ ବ୍ରହ୍ମେ ସେ ପଶିଲା ଶୁଣ ହେ ଅଭିମନ୍ୟୁ ବଳା ସେ କଥା ଦେବ ଜାନି ଶୁଣି ସ୍ୱାମୀର ପଥ ମନେ ଗୁଣି ସଂସାର ସ୍ୱପ୍ନ ପ୍ରାୟ ମଣି ଏମନ୍ତ ଭାଳି ସେ ତରୁଣୀ କୃଷ୍ଣ ଚରଣେ ମନ ଦେଲା ବିଷ୍ଣୁ ମାୟାରୁ ତରି ଗଲା ନବମ ସ୍କନ୍ଧେ ଭାଗବତ ଯେ ଧର୍ମ ବଂଶାନୁଚରିତ ଭାଷା ପ୍ରବନ୍ଧେ ହରି କଥା ଶୁଣନ୍ତେ ତୁଟେ ଭବ ବ୍ୟଥା ବ୍ରାହ୍ମଣ ଜଗନ୍ନାଥ କହେ
सुजने एणे करलए भावे ब्राह्मण जगन्नाथ कहे भावे सुजने एणे करलए। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां नवमस्कन्धे जजाति चरिते नाम ऊनविंशोऽध्यायः।